ହ୍ୟାଲୋ। ଯେଉଁ ଫୁଲଟା ବାଛିବା କଥା ଗୋଟେ ମୋର ସରି ତୁମକୁ କହିବି ପ୍ରଥମର କେମିତି କ'ଣ କୁହନ୍ତି ତ ମୋତେ ଜଣା ନାହିଁ, ମୁଁ କହିପାରିବିନି କହିବାକୁ, ସେଥିପାଇଁ ମୁଁ ଓଲଟା ପୋଲଟା କରିଦେଉଛି। ଆକ୍ଚୁଆଲି ଗୋଟେ ଜିନିଷ ହେଲା କି ଗୋଟେ ଅନୁଭବର କଥା। ମୁଁ ହେଉଛି ବହୁତ ଲୋକ ତ ମୋତେ ଘୃଣା କରୁଛନ୍ତି, ଭଲ ପାଉନାହାନ୍ତି, କାହିଁକିନା କେଉଁଥିପାଇଁ ମୁଁ ବି ଜାଣିନି। ହେଲେ କିନ୍ତୁ ପ୍ରଭୁ ତୁମକୁ ସମସ୍ତଙ୍କୁ କହୁଛି, ଯିଏ ଯେଉଁ ଭିଡ଼ିଓ ଦେଖୁଛ, ଆଚ୍ଛା ମୋର ଗୋଟେ କହିବା କଥା କି କ'ଣ କି, ଯେଉଁ ଲୋକର ମୂଲ୍ୟହୀନ ଲୋକ ଭାବୁଛନ୍ତି ଯେ ଏଇ ଲୋକର ମୂଲ୍ୟହୀନ, ଏଇ ଲୋକଟା ମୂଲ୍ୟହୀନ, ଏଇ ଲୋକଟା ଏମିତି ସେମିତି ଭାବୁଛନ୍ତି, ତାଙ୍କରି ମାନଙ୍କ ପ୍ରଭୁ ତମେ ସିନା ମୋତେ ହେଉଛି ଭଲ ପାଉନ, ଘୃଣା କରୁଛ, ଭଲ ପାଉନ, କିନ୍ତୁ କ'ଣ କରୁଛ ମୁଁ ଜାଣିନି। କିନ୍ତୁ ଦେଖ, ଯେଉଁ ଆଗ କ୍ୟାମେରା କରିଦିଏ ତାପରେ ଦେଖେଇବି। ଏଇ ବାବୁଙ୍କୁ ଦେଖ, ଆଉ ଏଇ ବାବୁଙ୍କୁ ଦେଖ, ଏଇଠି 2 ଜଣ ଲୋକ ଅଛନ୍ତି। ଏଇଠି ମୁଁ ଅଛି କେଉଁଠି ଜାଣିଛ? ଏଇଟା ଲୋକେସନ୍ ତୁମେ ଦେଖୁଛ କେଉଁଠି ଅଛି, ଲୋକେସନ୍ ଚେକ୍ କର ମୁଁ କେଉଁଠି ଅଛି, ଯେ ଅଛି କେଉଁଠି ଅଛି। କିନ୍ତୁ ଦେଖ ପ୍ରଭୁ, ଫୁଲଟା ଯେଉଁ ଫୁଲଟା ବାସ୍ନା ଦେବା କଥା, ଫୁଲ ତ ଅନେକ ପ୍ରକାର ଅଛି, ବହୁତ ପ୍ରକାର, କେତେ ମହକ ଫୁଲ ଅଛି। କିଏ ବି ବହୁତ ବାସ୍ନା ଦିଏ, କିଏ କମ୍ ବାସ୍ନା ଦିଏ, କିଏ ଅଳ୍ପ ବାସ୍ନା ଦିଏ, କିଏ ବାସ୍ନା ଦିଏନି, ଏମିତି ବହୁତ ଫୁଲ ଅଛି। କିନ୍ତୁ ତା ଭିତରେ ବି ଯେଉଁ ଫୁଲଟା ବାସ୍ନା ଫୁଲଟା ଆପଣଙ୍କ ପାଖ ସାମ୍ନାରେ ସିନା ବାସ୍ନା ହେଇପାରୁନି, କିନ୍ତୁ ପ୍ରଭୁ ତା ବାସ୍ନାଟା ଯେଉଁଠି ହେବା କଥା ସେଇଠି ହେଉଛି ହେଲା। ତା ବାସ୍ନାଟା ଯେଉଁଠି ହେବା କଥା ସେଇଠି ହେଉଛି। ମୁଁ ଏତିକି ଯାଏ ମୋର, କିନ୍ତୁ ପ୍ରଭୁ ହେଲା, ମୋ ବାସ୍ନାଟା ଯେଉଁଠି ହେବା କଥା, ମୁଁ ଏତିକି କହିବାକୁ ଚାହୁଁଛି, ସିଧା ତୁମକୁ କହୁଛି ଶୁଣ। ମୋ ବାସ୍ନାଟା ଯେଉଁଠି ହେବା କଥା, ଯେଉଁ ଜାଗାରେ, ସେ ପ୍ରଭୁଙ୍କର ଆଦେଶ ଅନୁସାରେ ଯେଉଁଠି ହେବା କଥା ସେଇଠି ହେଉଛି, କିଛି ଟେନସନ୍ ନାହିଁ, ଅଛି ଟେନସନ୍ ନାହିଁ। କିନ୍ତୁ ତମ ମାଟିରେ ହେଇପାରୁନି, ତମ ମାଟିରେ ମୋ ବାସ୍ନାଟା ହେଇପାରୁନି, ତା ଅର୍ଥ ମୁଁ ଏ ଫୁଲଟା ଖରାପ? ନୋ ଚାନ୍ସ, ଖରାପ ଫୁଲ ହେଇଛି ମାନେ ସେ କିଛି ନା କିଛି କାରଣ ଅଛି, ତା'ର କିଛି ନା କିଛି ମହତ୍ତ୍ୱ ଅଛି, କିଛି ନା କିଛି ସମସ୍ୟା ଅଛି, କିଛି ନା କିଛି କେଉଁ ଫୁଲ କେଉଁ ଜାଗାରେ ଲାଗେ, କେମିତି ଲାଗେ, କାହିଁକି ଲାଗେ, କ'ଣ ପାଇଁ ଲାଗେ, ତା'ର ଉଦାହରଣ ସବୁ କିଛି ଅଛି। ସେଥିପାଇଁ ତମ ଜାଗାରେ ସିନା ମୁଁ ଫେଲ୍, କିନ୍ତୁ ବାହାର ଜାଗାରେ ମୁଁ ହେଲା। ନୋ, ତାମାନେ ଏଇ ଯେଉଁଟା କହିଲି, ମୁଁ ଦେଖେଇଲି, ଏଇଟା ତୁମେ କ'ଣ ଭାବିଲ ମୁଁ ଗୋଟେ ମର୍ଡ଼ର ଆସେନି? କେବେ ମୋ ଫାଇଲ୍ରେ ଆଡ଼େଇକି ଦେଖିଛ ଯେ ମୁଁ ମର୍ଡ଼ର ଆସେନି? ନୋ, ମୁଁ ଗୁଳି ମାରେ କେଉଁଥିରେ ଜାଣିଛ? ମୋ ଗୁଳିଟା ଅନ୍ୟ ପ୍ରକାର ଗୁଳି। ମୋ ଗୁଳିଟା, ମୋ ବନ୍ଧୁକଟା ଆଉ ମୋ ଗୁଳିଟା, ମୋ ବନ୍ଧୁକଟା ହେଲା ମୋ ଆତ୍ମା, ମୋ ଗୁଳିଟା ହେଲା ମୋ ମନ। ଫାୟାରିଂ କରିବା ଦାୟିତ୍ୱ ହେଲା କାହାର? ମୁଁ ଯାହାକୁ ଫାୟାରିଂ କରିବି ସେ ଫାୟାରିଂ ହେଇଯିବ। କେଉଁ ପ୍ରକାର ଫାୟାରିଂଟା ହେବ, କେଉଁ ପ୍ରକାର ଚିନ୍ତାଧାରାଟାରେ ଫାୟାରିଂ କରିବ, ଏଇ ଲୋକଟା କ'ଣ ଚାହୁଁଛି? ଆରେ କେଉଁ ଲୋକକୁ ଫାୟାରିଂ କରିବ, କାହାକୁ ଫାୟାରିଂ କରିବ, କେମିତି ଫାୟାରିଂ କରିବ, କ'ଣ ଫାୟାରିଂ କରିବାର ମତଲବ କ'ଣ ହେଲା। କିନ୍ତୁ ମୁଁ ଅସ୍ତ୍ର, ଯେଉଁ ଲୁହା, ଯେଉଁ ଏଡ଼ିକି ଟିକେ ଧରିକି ଗୁଳି ପୁରେଇକି ତାକୁ ଠିକ୍ ଚିପି ଦେଉଛନ୍ତି, ଲୋକ ମରିଯାଉଛନ୍ତି, ସେମିତି ଫାୟାରିଂ ମୁଁ କରେନି। ମୁଁ କରେ ଫାୟାରିଂ, ଯେଉଁ ଫାୟାରିଂ କରେ ସେଇ ଫାୟାରିଂ ବିଷୟରେ ଆଲୋଚନା ହୁଏ ଭଗବାନଙ୍କ ପାଖରେ, ଆଉ ଭକ୍ତ ଭଗବାନଙ୍କ ପାଖରେ, ସେଇଭଳିଆ ଫାୟାରିଂ କରେ। କିନ୍ତୁ
ସିଏ ଛାଡ଼ କିନ୍ତୁ ମୋତେ ଗୋଟେ ଗୁଳି ମାରିଦେଲା। ମୋ ଗୁଳି କେଉଁଠି ମୋ ଛାତିର ଯେଉଁ ଛାତି ଏଇଟା ଛାତିଟା ଅଛି ନା ହୃଦୟ ଯେଉଁଟା ହାର୍ଟ କହୁଛ ସେ ଫାଳେ ହାର୍ଟ ସେ ଗୋଟେ ଗୁଳି ମାରିଲା। ଗୋଟେ ଲୋକ ମୁଁ ଅବିକା ରିସେଣ୍ଟଲି 2-3 ମାସ ଭିତରେ ଗୋଟେ ଗୁଳି ମାରିଲା ଯେ ଏମିତି ଗୁଳି ମାରିଲା ଯେ ଏଇ ଯେଉଁ ହାର୍ଟରୁ ଅଧା କଲିଜା ଇଆଡ଼େ ଏଇ ପଛପଟେ ବାହାରିକି ପଳେଇଲା। କେମିତି ଜାଣିଛ? ସେ ଏମିତି ମାରିଲା ଯେ ମୋ ପୁଅଟା ପୁରା ମୋର ଗୋଟିଏ ପୁଅ ଥିଲା ସେ ଗୋଟିଏ ପୁଅକୁ ସେ ନେଇଗଲା। ସେ ହୃଦୟ ଭିତରେ ଗୁଳିଟା ମାରିଦେଲା। କିନ୍ତୁ ବାପା ତୁ ଯିଏ ମାରିଛୁ ତୋର ସାରା ସମାଜ ମୁଁ ଲୋପ କରିଦେବି ଅପେକ୍ଷା କର। କିନ୍ତୁ ଅପେକ୍ଷାର ଫଳ ଏଇଟା ତତେ ଚ୍ୟାଲେଞ୍ଜ ଦେଉଛି ପୁରା ଉଡ଼େଇକି। ଏଇଟା ଭିଡ଼ିଓଟା କରିବାର କାରଣ ଏଇଆ। ମୁଁ ହଁ ଆଜ୍ଞା 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 ଅଜୟ ଭାଇଟା ଟିକେ ହିସାବ ଦେଖି କରି ଛାଡ଼। ଏ ଚାଟୁଛି ମୁଣ୍ଡ ନେଇ ରକ୍ଷା 3 ଦିନ ଅଜୟ କଣ ନା ବେହେରା ନାଲପୁର ଅଣାପାଟିଟା ଅଛି ପୁଣି ନାଲପୁର। ହଁ ବା ତାପରେ ତ ମୋ ରାଗ ମୁତାରେ ଆଗେ କାଟିବି ଆଉ ମୁଁ ଫଟୋ ଗୋଟେ ଯାଇକି କରିଦେବି। ତାର ଆଗେ ମୁଁ କାଟିବି ଧାନ ଘର କାଟିବି ସେ ବାହାରିବେନି ବା ସେଠି ଭାଇ ଟାଉଟ ମୋତେ ଆର ବର୍ଷ ତାକୁ ମନେ ରଖିଛ ତ? ଏଇ ତ ହେଲା ଯେଉଁ ଗୁଳିଟା ଚଲେଇବ ଯେଉଁ ଗୁଳିଟା ମାରିବ ସେ ଗୁଳିଟାରେ ସୁହା ହେଇଯିବ। ଏମିତି ଗୁଳି ଏ ଗୁଳି ହେଲା ବ୍ରହ୍ମାସ୍ତ୍ର। ପୁରା ସାରା ସମାଜ ସୁହା ହେଇଯିବ। ଯାଇଥିଲୁ ସିଆଡ଼େ ଟିକେ ବୁଲାବୁଲି କରିକି ଆସିକିରି ଅବିକା ପଏଣ୍ଟ ଉପରକୁ ପହଞ୍ଚିବୁ। ଗାଡ଼ି ଲୋଡ଼ ହେଉଛି ଆଉ ଜାଣିଛ ତ ମୁଁ ଡ୍ରାଇଭର ଲୋକ ଆଉ ଗାଡ଼ି ଫାଡ଼ି ଚଲାଏ। ମୋର ଆଉ କିଛି ନାହିଁ। ଆଉ କ'ଣ କରିବା? ଗରିବ ହେଲେ ବି ନାହିଁ ଭିଡ଼ିଓଟା କରୁଛି। ଗରିବ ହେଲେ ବି ଗୋଟେ ଇଣ୍ଟରେଷ୍ଟ ଅଛି କାହିଁକି ନା ମୋର ବି ମନ ଅଛି ମୋର ବି ହୃଦୟ ଅଛି। ଟଙ୍କାରେ ସିନା ମୁଁ ଗରିବ ହେଇପାରେ କିନ୍ତୁ ଏ ଆତ୍ମା ଭିତରେ ମୁଁ ପୁରା ରାଜା। ମୋତେ କିଏ ହରେଇ ପାରିବ? ଆତ୍ମା ଭିତରେ ଯେଉଁମାନେ ରାଜା ହେଇଥାନ୍ତି ତାଙ୍କୁ ସମାଜରେ କେହି ନ୍ୟୁଟ୍ରାଲ କରିପାରନ୍ତିନି। ୟେସ୍ କିନ୍ତୁ ମୁଁ ବି ସେଇ ଲୋକ ଜଣେ ରହୁଛି। ମୋର ଏଇଟା ରହୁଛି ନୁହଁ ରୁହ ଦେଖ ଦେଖିନିଅ ତମେ ହେଉଛି ଟିକେ ହଁ ତମେ ଦେଖିନିଅ ଏଇଟା ମୋ ଏଇସବୁ ଗାଡ଼ି ଫାଡ଼ି ଲୋଡ଼ ହେଉଛି। ଦେଖ ମଣ୍ଡିରେ ଗାଡ଼ି ଲାଗିଛି। ଆମେ ଯାଇଥିଲୁ ଟିକେ ଇଏ କରିବା ପାଇଁ କ'ଣ ଯାଇଥିଲୁ ଟିକେ ଅଛି ଯେଉଁ 2 3 4 5 6ଟା ଖାନ ଦେଲେ କ'ଣ ମା ଆଜ୍ଞା 6ଟା ଖାନ ଦେଲେଣି ରେ ତାଙ୍କ ମାଆକୁ କିଅ ଇ ବାଣ୍ଟ ଏଇଟା ତ 27-28 ଟନ୍ ହେବ। ଗେଟ୍ରେ ଛାଡ଼ିବନି। ଆଜ୍ଞା ମୋ ମୁଣ୍ଡ ପାଇଆ ଦେଖିବା ଟିକେ ହାଇଟ୍ଟା ଗଣିଯିବା କେତେ ହାଇଟ୍ 11 ନା ତମ ଆଜ୍ଞା କ'ଣ ଆଉ ଅଧିକ 12-13 ହାଇଟ୍ 1 2 3 4 5 ଧର 6 7 10 11 ଦେଖନ୍ତୁ ଏଠି ମଣ୍ଡି ହଁ ଦେଖ ଏ ଯେଉଁ ଇଏ କରୁଛ। ଆରେ ଗାଧେଇ ପଡ଼ ତମେ ଗାଧେଇନ ଏପର୍ଯ୍ୟନ୍ତ ଯା ଗାଧା।
তুমি ଘାଟା କରିଦେଲ ଆଉ ସିଏ ଇଏ ହାଇଟ୍ ଦେଇଦେଲେ ଲୋକ ଏତେ ହାଇଟ୍ ଦେଇଦେଲେଣି ମୁଁ ବୁଝିପାରୁନି। ଦେଖ ଭାଇ ଲୋକ ଏତେ ହାଇଟ୍ ଦେଇଦେଲେଣି ଏସବୁ ଗଭର୍ଣ୍ଣମେଣ୍ଟ ଲୋକ। ଦେଖ ଏ ଗଭର୍ଣ୍ଣମେଣ୍ଟ ଲୋକ ସବୁ ଦେଖ ମଣ୍ଡି ହେଉଛି ଗଭର୍ଣ୍ଣମେଣ୍ଟ ଲୋକ। ମୋ ଦୋଷ ନାହିଁ, ମୁଁ ହାଇଟ୍ ନେଇକି ଯାଉଛି। କିଏ ହେଉଛି ମାଇ ଦେଖ ବାଟରେ RTO MBI ପୁଲିସ ବାଲା ଗେଟ୍ ବାଲା ସମସ୍ତ ଦେଖ ମୋତେ ମୋର କ'ଣ ଏଠି ଭୁଲ କ'ଣ? ମୁଁ ଡ୍ରାଇଭରଟା, ମୁଁ କ'ଣ କରିପାରିବି? ଦେଖିଲ ମୁଁ ଡ୍ରାଇଭରଟା କ'ଣ କରିପାରିବି? ସେ ଏତେ ଲୋକ ଦେଖ ତମେ ସରକାର ଲୋକ, ତମେ ନିଜେ କହିବ ଲୋକଙ୍କୁ ନେଇକି ଯା, ମୁଁ ନେଇକି ଗଲାକୁ ବାଟରେ ମୋତେ ଗାଡ଼ି ମାରିବ। ଶଳା କି ତମେ ଚାଲାକି ଲୋକ କିରେ। ଏବେ ମୁଁ କ'ଣ କରିବି? ଏତିକି ଲୋକଙ୍କ ଭିତରେ ଗୋଟେ ଲୋକର କଥା ରହିପାରିବ କୁହ? ଏତିକି ଲୋକ ଭିତରେ ଗୋଟେ ଲୋକର କଥା ରହିପାରିବ କି? ମୁଁ ତୁମ ସମସ୍ତଙ୍କୁ ଯେତେ ଭିଡ଼ିଓ ଦେଖୁଛ ତୁମକୁ ମୁଁ ସମସ୍ତଙ୍କୁ ଇଏ କରୁଛି କ'ଣ? ମୁଁ ତୁମକୁ କହୁଛି ତୁମେ କୁହ ଦେଖିବା ଟିକେ ତୁମେ ଯେଉଁ କମେଣ୍ଟ କର। ସରକାରକୁ ମୁଁ ଜଣେଇବି ନା। ଦେଖ ତୁମେ ଯେଉଁ ସରକାର ଦେଶ ଚଳାଉଛ ଇଆଡ଼େ କହିବ ଡ୍ରାଇଭରଙ୍କୁ କହିବ ଆମେ ସାଧାରଣ ଲୋକ, ମୁଁ ଖଟିଖିଆ ମୂଲିଆ ଆଜ୍ଞା, ଆମକୁ ତୁମେ କହିବ ଦେଖ ତୁମେ ଗାଡ଼ି ଲୋଡ଼ କରିବ ତାପରେ ମୋ ଗାଡ଼ିଟା ମାରିବ ରାସ୍ତାରେ ଗେଟ୍ ଅଟକେଇବ। କିନ୍ତୁ ଏଇ ଭୁଲଟା କ'ଣ ହେଲା, କ'ଣ ହେଉଛି ଜିନିଷଟା ତୁମେ ନିଜେ ଜାଣିପାର ଯେ କ'ଣ ହେଇପାରିବ ହେଲା। ଏଠି ଦେଖ ଜିନିଷଟା ଦେଖ ପର୍ଟିକୁଲାର ଦେଖ ଏଠି ଡ୍ରାଇଭର କ'ଣ କରିପାରିବ? ତୁମେ ଖାଲି ଡ୍ରାଇଭର ଦୋଷଟା ଦେଇଦେବ। ଏତିକି ଲୋକ ଅଛନ୍ତି ଏଠି ଡ୍ରାଇଭରଙ୍କ ଭିତରେ ଗୋଟିଏ ଡ୍ରାଇଭର ଅଛି, ଏଠି 2ଟା ଗାଡ଼ି ଠିଆ ହେଇଛି, 2ଟା ଡ୍ରାଇଭର ଅଛନ୍ତି। ଆଉ ସବୁ ଟ୍ରାକ୍ଟର ଡ୍ରାଇଭର, ପିକଅପ୍ ଡ୍ରାଇଭର, ଅମୁକ ଡ୍ରାଇଭର, ସେ ଏଇ ଗାଁ ଲୋକ ପାଖା ଲୋକ, ସେ କ'ଣ ଆସିଛନ୍ତି ତାଙ୍କ ମାଲଟି କେମିତି ଆଗ ଯାଉ ହାରି ଜଲ୍ଦି ଯାଉ ହାରି ବୋଲି ସେ କହିବେ ନା ନାହିଁ? ସେ କ'ଣ କହିବେ ଆମ ମାଲଟା ଏଠି 4 ଦିନ ପଡ଼ିକି ରହୁ ବୋଲି? ତମ ମାଲଟା ହେଇଥିଲେ ତୁମେ 4 ଦିନ 4 ଦିନ ରହିବ କୁହ? କିନ୍ତୁ କ'ଣ କୁହ? କିନ୍ତୁ ଗେଟ୍ରେ ଯଦି ଅଟକେଇଲେ ଏଇ ଭିଡ଼ିଓଟା ମୁଁ ପୁରା ସବୁଆଡ଼େ ଛାଡ଼ିବି। ମୋହନ ବାବୁଙ୍କୁ ଜଣେଇବି, ଯେତେ ଅଛନ୍ତି ସମସ୍ତ ବାବୁଙ୍କୁ ମୁଁ ଜଣେଇବି। ଏଇଟା ତ ଭିଡ଼ିଓ ମାଧ୍ୟମରେ ଛାଡ଼ୁଛି ତ ସମସ୍ତେ ଜାଣିବେ ଦେଖିବେ ଆଉ କ'ଣ? ସମସ୍ତେ ଦେଖିବେ ଜାଣିବେ ଇଏ କରିବେ ଆଉ ତା'ର ଜିନିଷଟା ପରଖିବେ ଆଉ। ତମେ ନିଜେ ଗଭର୍ଣ୍ଣମେଣ୍ଟଟି ତମରି ମାଲ ଉଠେଇବାକୁ ହେଲେ ଦେଖ ଯଦି ତମେ ଫାଇନ୍ କର ତାହେଲେ ମୁଁ କହୁଛି ବଡ଼ ଅସୁବିଧା କରିବି। ମୁଁ ସିଧା କେସ୍ ଲଗେଇବି, ଛାଡ଼ିବିନି। ଯଦି ଆଜି ଫାଇନ୍ ହେଲା କି କ'ଣ ହେଲା ତାହେଲେ ମୁଁ କେସ୍ ଲଗେଇବାଟା ପକ୍କା, ଛାଡ଼ିବିନି, କେବେ ଛାଡ଼ିବିନି। ଯିଏ ଫାଇନ୍ କରିବ ତା ନାଁରେ ଲଗେଇବି ମୁଁ କେସ୍। ମୁଁ ତ ଆଉ କାହାକୁ ଚିହ୍ନିନି, ଯିଏ ଅଟକେଇବ ମୋତେ ମୁଁ ତାକୁ ଲଗେଇବି କେସ୍ ତା ନାଁରେ। ମୁଁ ଆଉ କାହାକୁ ଚିହ୍ନିନି ଜାଣିନି, ମୁଁ ଚିହ୍ନିଛି? ମୁଁ ଚିହ୍ନି ଜାଣିନି। ଧର ଯିଏ ତୁ ମୋତେ ରାସ୍ତାରେ ଅଟକେଇଲୁ, ତୁ କନେଷ୍ଟବଳ ହ କି ବାପା ଯିଏ ହ, ମୁଁ କ'ଣ ତୋତେ ଚିହ୍ନିଛି ନା ଜାଣିଛି ନା ତୁ ସରକାରୀ ଲୋକ ବୋଲି ମୁଁ କେମିତି ଜାଣିବି? ତୁ କ'ଣ ମୋତେ ଚିହ୍ନା ଦେଇଛୁ ଯେ ମୁଁ ସରକାରୀ ଲୋକ? ତୁ RTO, ମୁଁ ଭାବିଲି ଜଣେ RTO ଏଇ ଗାଡ଼ି ଚଲେଇ ଯାଉଛି, ମୁଁ ମୂର୍ଖ ଲୋକ ଡ୍ରାଇଭର, ମୁଁ ଗାଡ଼ି ଚଲେଇ ଯାଉଛି, ରାସ୍ତାରେ ଅଟକେଇଲା, ଓଭରଲୋଡ଼ ସକାଶେ ଅଟକେଇଲା। ହଁ ଓଭରଲୋଡ଼ ସକାଶେ ଅଟକେଇଲେ ମୁଁ କ'ଣ କରିବି? ମୁଁ ତ ସାଧାରଣ ଲୋକ, ମୁଁ କ'ଣଟି କରିବି କହ? ମୁଁ କାହାକୁ ଜଣେଇବି? ଫାଇନ୍ଟି ଭରିକି ଆସି ମୋ ପକେଟରୁ ମୁଁ ହେରା ଜାଣିନି। ଫାଇନ୍ ମୁଁ କେଉଁଠୁ ଆଣିବି? ପଇସା ମୁଁ ତ ନଥିବ ମୋ ପାଖରେ, ମୁଁ କେଉଁଠୁ ଆଣିବି କହ ମୋତେ? ମୁଁ ଖଟିବାକୁ ଆଇଛି, ମୂଲିଆ କାମ ତମ ମୂଲ କରିବାକୁ ଆଇଛି। ଆରେ ତମର ମୂଲ କରିବାକୁ ଆଇଛି, ଯେହେତୁ ମୁଁ ତମର ମୂଲ କରିବାକୁ ଆସିଛି ତ ତମେ ମୋତେ ମଜୁରୀ ଦେବ ନା ତମେ ମୋତେ ଦଣ୍ଡ କଷିବ? ମୋତେ କୁହ। ତା'ର କୈଫିୟତ କିଏ ଦେବ କହ? ତମର ମୁଁ କାମ କରିବାକୁ ଆଇଛି, ତମେ ମୋତେ ଦଣ୍ଡ କଷିବ। ଦଣ୍ଡ କଷିଲେ ମୁଁ କେଉଁଠୁ ଆଣିବି ସାଧାରଣ ଲୋକ ମୋତେ କହ? ସେ ମାଲିକଟା ବି ମୋରି ଭଳିଆ ସାଧାରଣ ଲୋକ, ମୁଁ ବି ସାଧାରଣ ଲୋକ, ସିଏ ବି ସାଧାରଣ ଲୋକ ହେଲା। ତେବେ ମୋତେ ଦଣ୍ଡ କଷିଲେ ମୁଁ କେମିତି କ'ଣ କରିବି ହେଲା? ତମେ ତ ସବୁ ପ୍ରକାର ଆଇନ କରୁଛ, ତମେ ହିଁ କରୁଛ, ସବୁ ତମେ ହିଁ କରୁଛ, ତ ତମେ ଚିନ୍ତା କର। ଖାଲି ମୋହନ ବାବୁ କହୁନି, ଏଇ ସରକାର ଆମେ ଯାହାକୁ ସରକାର ଭାବୁଛେ ମୁଁ ତାକୁ ହିଁ କହୁଛି। ଯେଉଁମାନେ ଗାଦିରେ ଅଛନ୍ତି, ଯେଉଁମାନେ ଏଇ ସବୁ ଦାୟିତ୍ୱରେ ଅଛନ୍ତି, ଯେଉଁମାନେ ହିଁ
ଇଏ କରୁଛନ୍ତି। ତମ ନିଜ ମାଲଟା ନେଇକି ଏବିକା ଯାଉଛି ମୁଁ ନାହିଁ କରୁଛି, ମୁଁ 25 ଟନ୍ ନେବି ବାପା, ମୁଁ ବାରମ୍ବାର କହିସାରିଛି। କିନ୍ତୁ ଏମାନେ ବାଧ୍ୟତା ମୂଳକରେ ମୋତେ 30 ଟନ୍ ଲୋଡ଼ କରୁଛନ୍ତି। ମୁଁ ରାସ୍ତାରେ ନେଇକି ଯାଉଛି, ଯଦି ନେଇକି ଯାଉଛି ଏତେ ଲୋକ ଅଛନ୍ତି, ମୁଁ ଏଠି ନାହିଁ କରିବି ମାନେ ମୋତେ କ'ଣ କହିବେ? ଏତିକି ଲୋକ ମୋତେ କ'ଣ କହିବେ? ତାଙ୍କ ଏତିକି ଲୋକ ସାମ୍ନାରେ ମୁଁ ଚୋର, ମୁଁ ବେଇମାନ, ମୁଁ ନିମକରାମି। କାହିଁକିନା ମୁଁ ନେବିନି। ମୁଁ ତ ନାହିଁ ଅଲରେଡ଼ି କରିଦେଇଛି, ମୁଁ ଆଉ କ'ଣ କରିବି? ମୁଁ ତ କହିଦେଇଛି, ନାହିଁ କରିଦେଇଛି ଯେ ମୁଁ 25 ଟନ୍ ନେବି, ମୋର ଅଧିକା ନେବିନି। ମୁଁ ସକାଳୁ କାଲିଠାରୁ ଗାଡ଼ି ଆଣିଲିଣି, କାଲିଠାରୁ ଗାଡ଼ି ଲଗେଇକି ମୁଁ କହିସାରିଛି। ତାପରେ କହିସାରିବା ପରେ ଆଉ କ'ଣ କରିବି ମୋତେ କୁହ? ତମେ ଯେଉଁ କହିବ, ତମେ କହିଲନି ଯେ 25 ଟନ୍, ମୁଁ କହିସାରିଛି ଆଜ୍ଞା। ପ୍ରମାଣ ତମେ କେଉଁ ପ୍ରମାଣ ଦେଖିବ? ମୁଁ ସବୁ କହିସାରିଛି। କହିସାରିଲା ପରେ ବି ସେ ଲୋଡ଼୍ କରୁଛନ୍ତି। ତାପରେ ଏଠି ମୋର ଭୁଲ ନା କାହାର ଭୁଲ ମୋତେ କୁହ? ତ ଦଣ୍ଡଟା ମୋ ଉପରେ ଗଣିବ, ମୋ ଉପରେ ଗଣିବନି କଦାପି, ମୁଁ କହିଦେଲି। କାହିଁକିନା ମୁଁ ଜଣେ ସାଧାରଣ ଲୋକ। ସାଧାରଣ ଲୋକକୁ କେମିତି ବଞ୍ଚେଇକି ରଖାଯାଏ, ସମାଜରେ ପ୍ରଜାଙ୍କୁ କେମିତି ପାଳାଯାଏ, ହେଇ ଆଇଡ଼ିଆଟା ତମ ଯେଉଁ ବଡ଼ ପଦବୀରେ ଅଛ, ଯେଉଁ ବଡ଼ କେତେ ଆପଣମାନେ ପାଠ ପଢ଼ିଛିନି ବୋପା ଆଜ୍ଞା। ମୁଁ ତ ଏଇ ରୁ ଆଗକୁ ଯାଇନି ଆଜ୍ଞା। କିନ୍ତୁ ପାଠ ନ ପଢ଼ିଲେ ବି ମୁଁ ଆଖିରେ ଯେଉଁ ଦୃଶ୍ୟ ଗୁଡ଼ା ଦେଖୁଛି, ଏଇଥିପାଇଁ ମୋତେ ଦୁଃଖ ଲାଗୁଛି ଯେ ସେ ଯେଉଁ ପାଠ ପଢ଼ୁଛନ୍ତି, ବଡ଼ ପାଠ ପଢ଼ୁଛନ୍ତି, IAS ଅଫିସର ହେଉଛନ୍ତି, OS ଅଫିସର ହେଉଛନ୍ତି, ଆଉ କଲେକ୍ଟର ହେଉଛନ୍ତି, DG ହେଉଛନ୍ତି, SP ହେଉଛନ୍ତି। ସେମାନେ କ'ଣ ସେ ଯେଉଁ ପାଠ ଗୁଡ଼ା ପଢ଼ୁଛନ୍ତି, ନ୍ୟାୟୀ ପାଠ ପଢ଼ୁଛନ୍ତି ନା ଅନ୍ୟାୟୀ ପାଠ ପଢ଼ୁଛନ୍ତି? କି ପାଠ ପଢ଼ୁଛନ୍ତି ମୁଁ ତ ଜାଣିନି। ମୁଁ ତ ଆଜ୍ଞା ବାଲା, ମୁଁ ବାଲା ଯେ ମୁଁ ଆଖିରେ ଦେଖୁଛି ଯେ ଯେଉଁ ପ୍ରକାର କାର୍ଯ୍ୟଟା ହେଉଛି, ହେଇ କାର୍ଯ୍ୟଟା ସେମାନେ କ'ଣ ଖାଲି ଏଇ ଯେଉଁ କାର୍ଯ୍ୟଟା ହେଉଛି ହେଇ ପ୍ରକାର ସେ ବୋଧେ ପାଠଟା ପଢ଼ିଛନ୍ତି ବୋଲି ହେଇ ପ୍ରକାର କାର୍ଯ୍ୟଟାରେ ସେ କରୁଛନ୍ତି ବା ଯୋଗ ଦେବାକୁ ଇଏ ହେଉଛନ୍ତି, କ'ଣ ସପୋର୍ଟ କରୁଛନ୍ତି। ସେଇ ପ୍ରକାର ବୋଧେ ପାଠଟା, ଏଇ ଯେଉଁ ପାଠ ବିଷୟରେ ଯେଉଁ ଲେଖାଲେଖି ହେଉଛି ସେଇ ପ୍ରକାର ବୋଧେ ଚାଲିଛି ନା କ'ଣ? ମୁଁ ତ କିଛି ମୁଁ କାହିଁକି ଆଜ୍ଞା ବୁଝିପାରୁନି। ମୁଁ ସାଧାରଣ ଲୋକ, ମୁଁ କେମିତି ବୁଝିବି? ମୁଁ ତ ବାଲା। ତ ଫିରିଙ୍ଗି ପାଠ ତ ମୋତେ ଜଣା, ଇଂଲିଶ ପାଠ ମାନେ ଫିରିଙ୍ଗି ପାଠ ହେଲା। ଗୋଟିଏ ପାଠ ଏ ସଂସାରରେ, ପାଠ ହେଲା ସରସ୍ୱତୀଙ୍କ, ଯେଉଁ ସରସ୍ୱତୀ ମା ସରସ୍ୱତୀ, ତାଙ୍କ ଏଇ କଣ୍ଠରୁ ଏଇଟା, ଏଇ ଯେଉଁ ବାହାରୁଛି ଯେଉଁ ବାକ୍ୟଟା ହା ଓ ଆ ଯେଉଁ ବାହାରୁଛି ବାପା, ତାଙ୍କର ସିଏ ତାହାର ଯିଏ ମାଲିକ, ତାଙ୍କର ଯେଉଁ ପାଠ, ତାଙ୍କର ଯେଉଁ ଅକ୍ଷର, ସଂସ୍କୃତ ଓଡ଼ିଆ, ପୁରାଣ ଶାସ୍ତ୍ର ବେଦ ବିଦ୍ୱାନ ସବୁ ଲେଖା ହେଇଛି। କିନ୍ତୁ ପ୍ରଭୁ ତମକୁ ମୁଣ୍ଡିଆ ମାରୁଛି। ତମେ କିନ୍ତୁ ତମ ହିସାବରେ ଯେଉଁ ପାଠ ଗଣନା କରିକି, ଯେଉଁ ଫାଇଲ ପତ୍ର କରିକି ସବୁ କରିଛ, ମୋ ପସନ୍ଦ ନୁହେଁ କଦାପି ହେଲା। ତା ଭିତରେ ବି ତମେ ଏମିତି ଅଙ୍କ କଷିଛ, ଯାହାଫଳରେ କି ଆଗତ ପିଢ଼ିରେ ମଣିଷ, ଏଇ ପିଢ଼ିରେ ମଣିଷ ଯେଉଁଟା ବୁଝିଲା, ତା ଆଗତ ପିଢ଼ିରେ ସେଇଟା ବୁଝିବନି, ତା ପରବର୍ତ୍ତୀଟା ବୁଝିବ। କେତେ ଜ୍ଞାନ ତମେ ଖଟେଇଛ ପ୍ରଭୁ, କି ଜ୍ଞାନୀ ତମେ। ଦେଶ ସମ୍ଭାଳୁଛ, କି ଜ୍ଞାନୀ। ହେ ପ୍ରଭୁ, ହେ ଭଗବାନ ମୋତେ ରକ୍ଷା କର ୟାଙ୍କ କବଳରୁ, ନହେଲେ ଇଏ ବି ମୋତେ, ମୁଁ ଡରେ। ମୁଁ କ'ଣ ତମେ ଫାଶୀ ଦେଇଦେବ, ନହେଲେ ହେଉଛି ମାଇକି ହେଉଛି ଯେଉଁ ଇଏ କରିଦେବ, କ'ଣ ଫାଶୀ ତ ଦେଇଦେବ, ଆଉ କ'ଣ ଗୋଟେ, ଆଉ ତା ଭିତରେ ଆଉ କ'ଣ ଜାଣିଛ? ଗୋଟେ ମୋ କାନ ଉଠିଲା ଦିନୁ ଦେଖୁଛି ଆଉ ଶୁଣୁଛି ଆଉ ସବୁ କରୁଛି ଯେ କୌଣସି ଲୋକ ଦେଶ ବିରୋଧୀରେ କି କୌଣସି ଲୋକ ବିରୋଧୀରେ, କାହା ବିରୋଧରେ କିଏ ଆସିଲା ଯଦି, ତାକୁ ଆପଣମାନେ ନେଇଯାଉଛନ୍ତି।
ଘରୁ ଡାକିକିରି ପୁଲିସ ଲଗେଇକିରି ସେଇଆଡ଼େ ନେଇଯିବେ। ସିଆଡ଼େ ଲଗେଇ ସେଇଆଡ଼େ ତ ନେଇଯିବେ, ସିଏ କେଉଁଠିକି ନେବେ ସିଏ ଜାଣିଛନ୍ତି। ତାକୁ ନେଇକିରି ତାକୁ ଟର୍ଚର ଏମିତି ଟର୍ଚର କରିବେ ତାଙ୍କ ମନ ଇଚ୍ଛା ଟର୍ଚର କରିବେ। କରିସାରିଲା ପରେ ତାକୁ ସେ ତ ହେଇ ଟର୍ଚରରେ ମରିଯିବ ଆଉ, ଗଲା ସଇଲା ଆଉ। ଆଉ କ'ଣ ଦେହ ଅସୁସ୍ଥ ହେଇଗଲା ମରିଗଲା ଆଉ। ଏଇଆ ରାଜନୀତିରେ ଏଇଟା ହେଲା କ'ଣ, ମୁଁ ରାଜନୀତି କଥା କହୁନି, କିନ୍ତୁ ଆକ୍ଚୁଆଲି ଘଟଣାଟା କହୁଛି। ଆକ୍ଚୁଆଲି ଘଟଣା ତମେ ଯଦି ମୋତେ କହିବ ହେଲା। ଜୟ ଜଗନ୍ନାଥ। କିନ୍ତୁ ମୋ ଉପରେ ପ୍ରଭାବଟା ପଡ଼ୁଛି ତ, ସେଥିପାଇଁ ମୁଁ ଭିଡ଼ିଓଟା କରିବାକୁ ବାଧ୍ୟ ହେଲି, ନହେଲେ ମୁଁ କରିନଥାନ୍ତି ହେଲା। ଏଇ ଜିନିଷଟା ଉପରେ ମୋ ଉପରେ ପ୍ରଭାବ ପଡ଼ୁଛି। କାଲି ସକାଳେ ଯେଉଁଠି ବାଟରେ ଧରା ଏଇନେ ମୁଁ ଲୋଡ଼୍ ନେଇକି ଯିବି, ଯେଉଁଠି ଟୁଲ୍ ଗେଟ୍ରେ କି ହଉ ବା ଯେଉଁଠି ହଉ, ସେ କ'ଣ କହିବେ ଜାଣିଛ? ତୁ କ'ଣ ପାଇଁ ଆଣୁଥିଲୁ କିରେ 30 ଟନ୍? ତୋତେ କିଏ କହିଥିଲା?